ଚାଣକ୍ୟ ନୀତିର ଗୋଟେ ଶ୍ଲୋକରେ କହିଛନ୍ତି, ଚାଣକ୍ୟ ଏକ ହେଲା ଶିକ୍ଷାର ମହତ୍ତ୍ୱ। ବିଦ୍ୱତ୍ୱଂ ଚ ନୃପତ୍ୱଂ ଚ ନୈବ ତୁଲ୍ୟଂ କଦାଚନ ସ୍ୱଦେଶେ ପୂଜ୍ୟତେ ରାଜା ବିଦ୍ୱାନ୍ ସର୍ବତ୍ର ପୂଜ୍ୟତେ। ଅର୍ଥ, ଜଣେ ବିଦ୍ୱାନ୍ ଜ୍ଞାନୀ ଏବଂ ଜଣେ ରାଜାଙ୍କ ମଧ୍ୟରେ କେବେ ହେଲେ ତୁଳନା କରାଯାଇପାରିବ ନାହିଁ। କାରଣ ଜଣେ ରାଜା କେବଳ ନିଜ ଦେଶରେ ସମ୍ମାନ ପାଆନ୍ତି, କିନ୍ତୁ ଜଣେ ବିଦ୍ୱାନ୍ ବ୍ୟକ୍ତି ସାରା ବିଶ୍ୱରେ ସମ୍ମାନିତ ହୁଅନ୍ତି। 2. ସଞ୍ଚୟର ଆବଶ୍ୟକତା। ଆପଦର୍ଥଂ ଧନଂ ରକ୍ଷେତ୍ ଦାରାନ୍ ରକ୍ଷେତ୍ ଧନୈରପି ଆତ୍ମାନଂ ସତତଂ ରକ୍ଷେତ୍ ଦାରୈରପି ଧନୈରପି। ଅର୍ଥ, ବିପଦ ସମୟ ପାଇଁ ଧନ ସଞ୍ଚୟ କରିବା ଉଚିତ। ଧନ ଖର୍ଚ୍ଚ କରି ମଧ୍ୟ ପରିବାରର ସୁରକ୍ଷା କରିବା ଦରକାର। କିନ୍ତୁ ଯେତେବେଳେ ନିଜର ଆତ୍ମସମ୍ମାନ ବା ଜୀବନର କଥା ଆସେ, ସେତେବେଳେ ଧନ ଏବଂ ପରିବାର ଠାରୁ ମଧ୍ୟ ନିଜର ସୁରକ୍ଷାକୁ ପ୍ରାଧାନ୍ୟ ଦେବା ଉଚିତ। 3. ସାଧୁସଙ୍ଗତି। ତ୍ୟଜ ଦୁର୍ଜନ ସଂସର୍ଗଂ ଭଜ ସାଧୁ ସମାଗମଂ କୁରୁ ପୁଣ୍ୟମ୍ ଅହୋରାତ୍ରଂ ସ୍ମର ନିତ୍ୟମନିତ୍ୟତାମ୍। ଅର୍ଥ, ଦୁଷ୍ଟ ଲୋକଙ୍କ ସଙ୍ଗ ତ୍ୟାଗ କର ଏବଂ ସର୍ବଦା ସଜ୍ଜନ ବା ଭଲ ଲୋକଙ୍କ ସହ ରୁହ। ଦିନ ରାତି ପୁଣ୍ୟ କାମ କର ଏବଂ ସବୁବେଳେ ମନେ ରଖ ଯେ ଏହି ସଂସାର ଅନିତ୍ୟ, ଅର୍ଥାତ୍ ଦିନେ ସବୁ ଶେଷ ହୋଇଯିବ। 4. ମିଠା କଥାର ପ୍ରଭାବ। ପ୍ରିୟ ବାକ୍ୟ ପ୍ରଦାନେନ ସର୍ବେ ତୁଷ୍ୟନ୍ତି ଯନ୍ତବଃ ତସ୍ମାତ୍ ତଦେବ ବକ୍ତବ୍ୟମ୍ ବଚନେ କା ଦରିଦ୍ରତା। ଅର୍ଥ, ମିଠା ବା ପ୍ରିୟ କଥା କହିବା ଦ୍ୱାରା ସମସ୍ତ ପ୍ରାଣୀ ସନ୍ତୁଷ୍ଟ ହୁଅନ୍ତି। ତେଣୁ ମଣିଷକୁ ସବୁବେଳେ ମଧୁର ବଚନ କହିବା ଉଚିତ। ଭଲ କଥା କହିବାରେ କାର୍ପଣ୍ୟ ବା ଦରିଦ୍ରତା ଦେଖାଇବା ଉଚିତ ନୁହେଁ।